ସେଥିପାଇଁ ପ୍ରଥମେ ଏକ ପରିଶ୍ରମ ଧନ୍ୟବାଦ ଦିଏ କାରଣ ଆଦି ପୁସ୍ତକ ତାର 3 ପର୍ବ ତାର 20 ପଦରେ ଗୋଟେ ବିଷୟ ଲେଖା ହେଇଛି। କ'ଣ ଲେଖା ହେଇଛି? ଆଦମ ଆପଣା ଢାଞ୍ଚା ନାମ ଅବାଧ। କ'ଣ ଦେଲେ? ଅବାଧ। ଅବାଧ ଜୀବନ। ଆଉ ପୁଣି ଆଦମ ନିଜେ ହିଁ ଦେଉଛନ୍ତି କ'ଣ? ଅବାଧ ଜୀବନ ଆଉ ସେ ଜୀବିତ ସକଳର ମାତା। ଏଣୁ ଆଜି ସେଇ ଜୀବିତ ସକଳର ମାତା ହେଇଥିବା ସୌଭାଗ୍ୟ ପ୍ରାପ୍ତି ହେଇଥିବା ନାରୀମାନଙ୍କ ନିମନ୍ତେ ପ୍ରଭୁ ଆଜି ଏହି ସୁନ୍ଦର ସୌଭାଗ୍ୟତା ଦେଇଛନ୍ତି ଯେ ମାତୃ ଦିବସ ଆମେମାନେ ପାଳନ କରିବା ପାଇଁ ପ୍ରଭୁଙ୍କ ମନ୍ଦିର ମଧ୍ୟରେ ସମସ୍ତେ ଏକତ୍ରିତ ହେଇଅଛୁ। ତେଣୁ ଆସନ୍ତୁ ତାଙ୍କୁ ଆମେ ଉଚ୍ଚକର ତାଳ ତୁଳି ସହିତ ସ୍ୱାଗତ ଜଣାଇବା। କାହାକୁ? ପିତା ପୁତ୍ର ପବିତ୍ର ଆତ୍ମାକୁ। ଆସନ୍ତୁ ସ୍ଥାନୀୟ ପ୍ରଭୁଙ୍କର ଅଭିଷିକ୍ତ ଦାସ ବର୍ତ୍ତମାନ ନାହାନ୍ତି ବୋଧେ, କିନ୍ତୁ ନଥିଲେ ମଧ୍ୟ ତାଙ୍କୁ ମୋର ନମସ୍କାର ଜଣାଏ। ପୁଣି ମଣ୍ଡଳୀର ସେକ୍ରେଟାରୀ ପ୍ରେସିଡେଣ୍ଟ କେସିଓର ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କୁ ମଧ୍ୟ ମୋର ନମସ୍କାର। ତା ସହିତ ବ୍ରଜରାଜନଗର ଜାଖାପୁର ମଣ୍ଡଳୀର ମହିଳା ସମିତିର ପ୍ରେସିଡେଣ୍ଟ ସେକ୍ରେଟାରୀ କୋଷାଧ୍ୟକ୍ଷ ପୁଣି ବିଭିନ୍ନ କର୍ମକର୍ତ୍ତୀମାନଙ୍କୁ ପୁଣି ସମସ୍ତ ସଭ୍ୟ ସଭ୍ୟାକୁ ଆଜି ମାତୃ ଦିବସ ଉପଲକ୍ଷେ ମୋର ନମସ୍କାର ଆଉ ଅଭିନନ୍ଦନ। ମାତୃ ଦିବସ ଆଡ଼କୁ ଯିବା ଆଗରୁ ମୋତେ କହିବି ହସରେ ପୁସ୍ତକ 4ର ତାର 6 ପଦରେ ହସରେ ଗୋଟେ ବିଷୟ କହିଛନ୍ତି, ଜ୍ଞାନର ଅଭାବ ସକାଶୁ ମୋ ଲୋକମାନେ ବିନଷ୍ଟ ହେଉଛନ୍ତି। କାହିଁକି ଏ କଥା ଆଜି ମୁଁ ଆପଣମାନଙ୍କୁ କହୁଛି। ଆଜି କି ବାର? ଆଜି ବିଶ୍ରାମ ବାର। ଈଶ୍ୱରଙ୍କୁ ଭକ୍ତିର ସହିତ ଖୁସିର ସହିତ ଆନନ୍ଦର ସହିତ ଆରାଧନା କରିବା ବାର। ତ ଆଜି ଯେତେବେଳେ ଆମେ ବିଶ୍ୱ ମହିଳା ଦିବସ ପାଳନ କରୁଛେ, ମାତୃ ଦିବସ ପାଳନ କରୁଛେ, ତ ଖାଲି ମା ଆଉ ଝିଅମାନଙ୍କ ପାଇଁ କି ଆଜିର ଦିନଟା ପୁଅ ଆଉ ପୁରୁଷମାନଙ୍କ ପାଇଁ? ଆଜିର ଦିନ କାହା ପାଇଁ? ସମସ୍ତ ସମ୍ପୂର୍ଣ୍ଣ ପରିବାର ପାଇଁ। ଏଣୁ ଯଦି ସମ୍ପୂର୍ଣ୍ଣ ପରିବାର ଯେତେବେଳେ ଆମେ ଏକତ୍ରିତ ନ ହେବା, ତେବେ ମଦର୍ସ ଡେ ସେଲିବ୍ରେସନ କରିବାର ଉଦ୍ଦେଶ୍ୟ କ'ଣ? ମା ମାନଙ୍କୁ ଧନ୍ୟବାଦ ଦେବା, ମା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା, ମା ମାନଙ୍କୁ ସମ୍ମାନ ଜଣାଇବା। ତ ମା ମାନେ ନିଜକୁ ନିଜେ କୃତଜ୍ଞ, ନିଜକୁ ନିଜେ ଧନ୍ୟବାଦ, ନିଜକୁ ନିଜେ ସମ୍ମାନ ଦେବେ ନା ଆମେ ତାଙ୍କର ପୁଅ ଝିଅ, ଆମେ ତାଙ୍କର ସ୍ୱାମୀ, ଆମେ ତାଙ୍କର ବନ୍ଧୁବାନ୍ଧବ, ଆମେ ତାଙ୍କୁ ପ୍ରଶଂସା କରିବା, ଆମେ ତାଙ୍କୁ ଖୁସି କରିବା, ଆମେ ତାଙ୍କୁ ଆନନ୍ଦ କରିବା? ଦୁଃଖ ଲାଗେ ଏଥିପାଇଁ। ଆଉ ବାକ୍ୟ ବି ବହୁତ ଆଡଭାନ୍ସ, ଈଶ୍ୱର ମଧ୍ୟ ବହୁତ ଆଡଭାନ୍ସ କଥା ଗୁଡାକ କହିଲେ ଯେ ମୋ ଲୋକମାନେ ଜ୍ଞାନର ଅଭାବ ସକାଶେ। କାରଣ ଯଦି ଆମେ ଏ ଜାଗାରେ ଏକତ୍ରିତ ସମ୍ପୂର୍ଣ୍ଣ ପରିବାର ନ ବସିବା, ତେବେ ଗୋଟେ ସୁନ୍ଦର ସୁସ୍ଥ ସବଳ ଈଶ୍ୱର ପରିବାର କେମିତି ଗଠନ କରିବା? ସେ ଯାହା ବି ହଉ, ଆଜି ମଦର୍ସ ଡେ ସେଲିବ୍ରେସନ କରିବା ନିମନ୍ତେ ଆମେ ଏକତ୍ରିତ ହେଇଅଛେ। କାରଣ ମାର ବରାବରି ଏ ପୃଥିବୀରେ କୌଣସି ସମ୍ପର୍କ ନାହିଁ। ମାର ବରାବରି ଏ ୱାର୍ଲଡରେ କୌଣସି ସମ୍ପର୍କ ନାହିଁ। କାହିଁକି ନା love is blind ବୋଲି ଲୋକେ କୁହନ୍ତି। ଏଠି ଇଂଲିଶରେ କହିଲେ ଅଛି କ'ଣ? love blind can only be done by mom। ଅନ୍ଧ ଭଳି ପ୍ରେମ କେବଳ ମା ହିଁ କରିପାରେ। କାରଣ ସେ ନ ଦେଖି 9 ମାସ ପେଟ ଭିତରେ ଆମର ଯତ୍ନ ନେଇଛି। ସତ କି ମିଛ? ନ ଦେଖି, ସେ ନ ଦେଖି 9 ମାସ ପେଟ ଭିତରେ ଆମର ଯତ୍ନ ନେଇଛି। ପୃଥିବୀର ସବୁ ସମ୍ପର୍କ ଠାରୁ ମାର ପ୍ରେମ 9 ମାସ ଅଧିକ ଅଛି। ଆପଣ ଯଦି ହିସାବ କିତାବ କରିବେ, ସବୁ ପ୍ରେମ ଠାରୁ ମା ହିଁ ଅଧିକ ପ୍ରେମ କେତେ ମାସ ଯାଏ? 9 ମାସ ପର୍ଯ୍ୟନ୍ତ କରିପାରିଛି। ଏଣୁ ସିଏ ଜୀବନ ଆଉ ଜନ୍ମର ବାସ୍ତବ ଆଇନା
ବିଶ୍ୱାସ ମଧ୍ୟ ସାକ୍ଷୀ ଦେଇ ନାହିଁ ଯେ ମାର ଆଖିରେ ଲୁହ ଦେଇ ଆମେ ସୁଖ ଶାନ୍ତି ଆନନ୍ଦ ପାଇପାରିବା। କାରଣ ତ୍ୟାଗ, ବଳିଦାନ, ସେବା, ସମର୍ପଣ ସିଏ ତାର କର୍ମରେ ଦେଖାଏ। ଶାସ୍ତ୍ର ପରା ତା କର୍ମ ପାଇଁ ତାର ପ୍ରଶଂସା କରେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ତ୍ୟାଗ, ବଳିଦାନ, ସେବା, ସମର୍ପଣ କଥା ନୁହେଁ। ଏଟା ମୁଁ ଏବେ କଣ କହୁଛି କଥା, କିନ୍ତୁ ତାକୁ କର୍ମରେ ଦେଖେଇବାଟା ସବୁଠୁ ବଡ। ତେଣୁ ମା କଥା କୁହେନି, ସିଏ କର୍ମରେ ଦେଖାଏ। ଆଉ ତା ପାଇଁ ଶାସ୍ତ୍ର ତାର କର୍ମକୁ ନେଇ ତାର ପ୍ରଶଂସା କରେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ତେଣୁ ମାର ପ୍ରଶଂସା କରିବା ପାଇଁ ନା ଏ ଜାଗାରେ ପୁଅମାନେ ଅଛନ୍ତି ନା ସ୍ତ୍ରୀର ପ୍ରଶଂସା କରିବା ପାଇଁ ସ୍ୱାମୀମାନେ ଅଛନ୍ତି। କେବଳ ଝିଅ ପୁଅ ଦି ଚାରିଟା ଅଛୁ। କାରଣ ଜାକାକୁଲ ମଣ୍ଡଳୀର ଏତିକି ପରିବାର ହିଁ ଆମେ ଅଛୁ। ଜାକାକୁଲ ମଣ୍ଡଳୀରେ ଆମେ ଏତିକି ଲୋକ ହିଁ ଅଛୁ। ସେଥିପାଇଁ ଜ୍ଞାନର ଅଭାବ, ଜ୍ଞାନ କୋଉଠୁ ଆସିଥାଏ? ସଦାପ୍ରଭୁ ବିଷୟକୁ ଭୟ ଜ୍ଞାନର ଅଭାବ। ହିତୋପଦେଶ ତାର 9:10 ପଦରେ ଲେଖା ହେଇଛି, ସଦାପ୍ରଭୁ ବିଷୟକୁ ଭୟ ଜ୍ଞାନର ଆରମ୍ଭ, ଧର୍ମ ସ୍ୱରୂପଙ୍କ ବିଷୟ ହିଁ ସୁବିବେଚନା ଅଟେ। କିନ୍ତୁ ଏଇଟା ମୋର ଟପିକ୍ ନାହିଁ। ଆଜିର ମାତୃ ଦିବସ ଉପଲକ୍ଷେ ଆମର ଆଲୋଚ୍ୟ ଶାସ୍ତ୍ରାଂଶଟି ହେଲା ହିତୋପଦେଶ, ତାର 31 ପର୍ବର ତାର 31 ପଦର ତାର ଆଜିର ମାତୃ ଦିବସ ଉପଲକ୍ଷେ ଆମର ଆଲୋଚ୍ୟ ଶାସ୍ତ୍ରାଂଶଟି ହେଲା ହିତୋପଦେଶ, ତାର 31 ପର୍ବ ତାର 31 ପଦର ତାର ଅଂଶ। ସେଇଠି ଲେଖା ହେଇଛି, ତାହାର ନିଜ କର୍ମ ନଗର ଦ୍ୱାରରେ ତାହାର ପ୍ରଶଂସା କରିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ଇଏ ପ୍ରାଉଡରେ ପଢନ୍ତୁ ବଡ଼ ପାଟିରେ। ତାହାର ହାତର ଫଳ ତାହାକୁ ଦିଅ, ପୁଣି ତାହାର ନିଜ କର୍ମ ନଗର ଦ୍ୱାରରେ ତାହାର ପ୍ରଶଂସା କରେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ତାହାର ନିଜ କର୍ମ ନଗର ଦ୍ୱାରରେ ତାହାର ପ୍ରଶଂସା କରୁ। ଏଇଟା କାହା ବିଷୟରେ ଜ୍ଞାନୀ ସମ୍ମାନ ଏ ଜାଗାରେ ଏଇଭଳି ବ୍ୟାଖ୍ୟା କରନ୍ତି। ଆପଣମାନେ ହିତୋପଦେଶ ଯେତେବେଳେ 31:10 ପଦରୁ ପଠନ କରିବେ, ତେବେ ଏଇଟା ଗୋଟିଏ ନାରୀ, ଗୋଟିଏ ମା, ଗୋଟିଏ ସ୍ତ୍ରୀ ବିଷୟରେ। ତେଣୁ ଯୋଉ ସ୍ତ୍ରୀ ତାର କର୍ମକୁ ଉତ୍ତମ ଭାବରେ ପରିଚାଳିତ କରେ, ସେଇ ଜାଗାରେ ସମଗ୍ର ନଗର, ସମଗ୍ର ସହର, ସମସ୍ତ ପରିବାର ତାର ପ୍ରଶଂସା କରନ୍ତି। ତେଣୁ ଏଭଳି ନାରୀ ପବିତ୍ର ଧର୍ମଶାସ୍ତ୍ରରେ କିଏ ଅଛନ୍ତି କି ଯଦ୍ୱାରା ଶାସ୍ତ୍ର ତାର ପ୍ରଶଂସା କରୁଛି? ତେଣୁ ମୁଁ ଆପଣମାନଙ୍କୁ କହୁଥିଲି, ତ୍ୟାଗ, ବଳିଦାନ, ସେବା, ସମର୍ପଣ ସିଏ କର୍ମରେ ଦେଖାଏ। ଶାସ୍ତ୍ର ପରା ତା କର୍ମକୁ ନେଇ ତାର ପ୍ରଶଂସା କରେ। ଏଇଟା କଣ ବାସ୍ତବିକ ସତ୍ୟ ଘଟଣା? ହଁ, କାରଣ ଈଶ୍ୱରଙ୍କ ବାକ୍ୟ ମିଥ୍ୟା ନୁହେଁ। ସମଗ୍ର ବିଶ୍ୱର ସମସ୍ତ ବିଷୟ ମିଥ୍ୟା ହେଇପାରେ, କିନ୍ତୁ ଈଶ୍ୱର ମିଥ୍ୟା ନୁହନ୍ତି। ତେଣୁ ପ୍ରଥମ ସାମୁଏଲ 25 ପର୍ବ ତାର 33 ଆଉ 34 ପଦ ଯେତେବେଳେ ଆପଣମାନେ ପଠନ କରିବେ, ସେଇ ଜାଗାରେ ରାଜାମାନଙ୍କ ରାଜା ମହାରାଜା ସେ ଗୋଟେ ସାଧାରଣ ସ୍ତ୍ରୀ ଲୋକଙ୍କୁ କହୁଛି, ଧନ୍ୟ ଆପଣଙ୍କର ସୁବିଚାର। ଆପଣ ଯଦି ଶୀଘ୍ର ମତେ ସାକ୍ଷାତ କରିବାକୁ ଆସି ନଥାନ୍ତେ, ତେବେ ସକାଳର ସୂର୍ଯ୍ୟ କିରଣ ଯାହା ପ୍ରତି ମୁଁ ଡିସିସନ ନେଇଥିଲି, ତା ପରିବାର ଗୋଟିଏ ପୁରୁଷ ପିଲା ମଧ୍ୟ ଦେଖିପାରି ନଥାନ୍ତା। କାହା ବିଷୟରେ କହୁଛି ଜାଣିପାରୁଛନ୍ତି ତ? ଅବିଗଳ ବିଷୟରେ କହୁଛି। ତାଙ୍କ ସ୍ୱାମୀ କିଏ ଥିଲେ? ନାବଲ ଥିଲେ। ଆଉ ରାଜା କିଏ ଅଛନ୍ତି? ଦାଉଦ ଅଛନ୍ତି। ତ ଅବିଗଳକୁ ରାଜା ଦାଉଦ ନିଜ ମୁଖରେ ଗୋଟେ ସାଧାରଣ ଗୋଟେ ନିରୀହ ସ୍ତ୍ରୀ ଲୋକକୁ ସେ କହୁଛି, ଧନ୍ୟ ତମର ସୁବିଚାର। ତମେ ଯଦି ଶୀଘ୍ର ମତେ ସାକ୍ଷାତ କରିବାକୁ ଆସି ନଥାନ୍ତ, ଆଜି କେତେ ବଡ଼ ଅନର୍ଥଟି ହେଇଥାନ୍ତା। ସେ ଅନର୍ଥ କଣ ଥିଲା? ସେ ଅମଙ୍ଗଳ କଣ ଥିଲା?
धरी करी जिवे से जगह रे गोटे धनीशाली व्यक्ति से कालेज वंशर तार नाम होची कोन नाबल नाबल अर्थ अछि किंतु तार धर्मपत्नी अविगल से देखिबा ପାଇଁ जेंति रूपवान आ से गुण बुद्धि मध्य विघ्न अटନ୍ତି एनु जेते बेले नाबल दास माने दासी माने दाऊदपुर दास माने एमाने मिसी की जेते बेले पद चढ़ौछंती बा छेली छुआ बा मेंढा छुआ मोटो मोटो अछंती सेही समय दाऊद किछि अभाव होछि कोन होछि तांकर दास मान खाद्यर अभाव अछि एनु दाऊद 10 जन तांकर दास मान को नाबल पाको पठेगी किछि खाद्य आनिबा पाई से होछ किंतु सेही समय नाबल दाऊदर दास मान प्रति अपव्यवहार करिछथि एथि पई लोक माने माने मने रखथि को माने मने रखिबो निजर कर्म को नै लोक माने मने आमे मने रखिबा उचित जे लोक माने हमको मने रखथु बोली जे आमे चाहू जे हम कर्म को आमे ठीक करबा तो एई जगह रे नापन चले दास आसी की अभिगुण को बोलछंती 17 पद जेते बेले आपण माने पढिबे पुनी तार जेते बेले 16 15 आडू जिवे से जगह रे से दास तांकर मा सान्तान अर्थात तांकर मानके नि से पहुंचते जे दाऊदकर दास माने आपो प्रति अपव्यवहार करि नांती आपो गुणा करि नांती कि आपो कोनोसी अवकल करि नांती इबे ताको सत जेते बेले आमे मिसी कि थिलु से माने हमकु सहाय्य करछते हमर पशु गोटे मध्ये नष्ट होबा देई नांती से माने हमर बहुत उपकार करछन एनो वाक्ୟରେ ଲେଖା ହେଇଛି कोन ताहार उपकार को भूल धन्य सेई दास जेते बेले दाऊद पुनी दास मानकर समस्त कल्पना बा ताकर समस्त कथावार्ता को सुनिला सेते बेले सी आसी अभिगुण को पहुंचती जे से माने हमर बहुत उपकार करिसथि किंतु एई जगह रे आपनको स्वामी को बुझेबा पई दुनिया रे केही नाही एनु मु आपनको एक कथा कहबा पई आसीछि जो अमंगल ऑलरेडी निर्धारित हेरी सारिछि जो अमंगल ऑलरेडी पहाड़ बलिया माडी आसुछि जो अमंगल समुद्र रो ढेउ भली चापी देबा पई आसुछि सेही अमंगल को शांत सुस्थिर करी समाधान करिवार हात आपनको पाखरे अछि एबे आपनकर कर्तव्य कोन विवेचना करନ୍ତୁ प्रेज द लॉर्ड हालेलुया 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 एथि में तो आदम सब बजस्ती ऊपर डाला सदा प्रभु परमेश्वर प्रथमे कौन सृष्टि करते मां को भौणी को झियो को सृष्टि आरंभ रे कौन अछि आदि पुस्तक 1 तार 27 आ आदि पुस्तक 5 जन तक दी पद में खाइ छै परमेश्वर प्रथमे पुरुष और स्त्री को निर्माण परमेश्वर स्त्री बोली कहिसथि किंतु जेते बेले आदम को पाको ओरा गला आदम पूछंती एथर एला ए मोर अस्थिर अस्थि मांसर मांस नर तारु से तार ज्ञान को प्रयोग करी गोटे नर एनु सेला नारी नाम बज आदमी तापरे शेषरे हमें आदि तार 3 रो 20 को जेते बेले पढु छे आदमी नीचे कहले एबे जीवन मोठु आसीबो नाही कारण सदा प्रभु ताको निद्राग्रस्त करेके जो ऑपरेशन करिके हाडरू नारी की तैयारी करले सेठु आदम मुक्त हे गला भाई एत बेला को टेंशन गला मोर किछि काम नाही बाबा जीवन ये चिकित्सकर माता करी टेंशन लेराउ किछि टेंशन एनु एई जगह रे एई स्त्री लोक सेई विषय को स्मरण रे रखिला कारण कोन बोलली हितोपदेश तार 9 10 पद रे लिखा अछि सदा प्रभु विश्व को ज्ञान सदा प्रभु विश्व को भय ज्ञान रो आरंभ धर्म स्वरूपकर कोन भय ही सुविवेचना ईश्वर को भय करिबा ज्ञान ईश्वर को भय करिबा ही सुविवेचना अटे एनु एई नारी सदा प्रभु को भय करूथिबा सकासे से
ତାଙ୍କ ଛୁଆ ମାନେ ବୋଲି ଲେଖା ହେଇନି, ସେଟା ତାଙ୍କର ଦାସ ମାନେ ନାବଲର ପୁରୁଷ ପିଲା, ତାଙ୍କ ବଂଶର ତାଙ୍କ ଗୋଷ୍ଠୀର ତାଙ୍କ ଗୋତ୍ରର ଯେତେ ବି ପୁରୁଷ ପିଲା ଅଛନ୍ତି ସକାଳର ସୂର୍ଯ୍ୟ କିରଣ କେହି ମଧ୍ୟ ଦେଖିପାରିବେ ନାହିଁ। ତେଣୁ ସେଇ ସମୟରେ ଅବିକଳ ଦାଉଦଙ୍କର ଯାହା ଡିମାଣ୍ଡ ଥିଲା, ଯାହା ମାଗୁଣି ଥିଲା, ଯାହା ସିଏ ଚାହୁଁଥିଲେ ସମସ୍ତ ବିଷୟକୁ ନିଜ ହାତରେ ତିଆରି କରିକି ରାଜା ଦାଉଦକୁ ସନ୍ତୁଷ୍ଟ କରିବା ନିମନ୍ତେ ଅତି ଶୀଘ୍ର ଦୌଡ଼ିକି ପ୍ରଣାମ କରିକି ଭୂମିଷ୍ଠ ପ୍ରଣାମ କରିକି ନମ୍ର ନ୍ୟୁନ ଭାବରେ ସେ ସମସ୍ତ ବିଷୟ ଗୋଟି ଗୋଟି କରି ପ୍ରାଞ୍ଜଳ ଭାବରେ ବୁଝେଇକି କହୁଛନ୍ତି। ସେଥିରେ ରାଜା ଦାଉଦ ତା ପ୍ରତି ପ୍ରସନ୍ନ ହେଇକି ସେ କହୁଛନ୍ତି କଣ? 33 ଆଉ 34 ପଦ ପଢନ୍ତୁ। ପ୍ରଥମ ସାମୁଏଲ 25 ପଦର 33 ଆଉ 34 ପଦ। ପୁଣି ତୁମ୍ଭର ସୁବିଚାର ଧନ୍ୟ ହେଉ, ପୁଣି ତୁମ୍ଭର ସୁବିଚାର ଧନ୍ୟ ହେଉ। କାହାର? ନାବଲର? ନାଇଁ, ତାଙ୍କ ସ୍ତ୍ରୀ ଅବିଗଳ। ହଁ, ତାପରେ ଓ ଆଜି ମୋତେ ରକ୍ତପାତ ଦୋଷରୁ ଆଜି ମତେ ରକ୍ତପାତ ଦୋଷରୁ ଓ ମୋର ନିଜ ହସ୍ତରେ ଓ ମୋ ନିଜ ହସ୍ତରେ ଆତ୍ମ ପ୍ରତିକାରରୁ ନିର୍ଭୂତ କଲ, ଯେ ତୁମ୍ଭେ ଧନ୍ୟ ହୁଅ। ମୋ ହାତରେ ଯୋଉ ନରହତ୍ୟା ହେଇଥାନ୍ତା, ମୋ ହାତରେ ଯୋଉ ନିଷ୍ପାପ ଲୋକମାନଙ୍କର ଜୀବନ ଯାଇଥାନ୍ତା, ମୋ ହାତରେ ଯୋଉ ନିର୍ଦ୍ଦେଶ ଲୋକମାନଙ୍କର ପ୍ରାଣହାନି ହେଇଥାନ୍ତା, ଆଜି ତୁ ମତେ ବଞ୍ଚେଇ ଦେଲୁ। ତୋ ପାଇଁ ବୋଲି ଏତେ ବଡ଼ ଭୁଲ, ତୋ ପାଇଁ ବୋଲି ଏତେ ବଡ଼ ବିପଦ, ତୋ ପାଇଁ ବୋଲି ଏତେ ବଡ଼ ଅପରାଧରୁ ମୁଁ ରକ୍ଷା ପାଇଲି। Praise the Lord. Hallelujah. Hallelujah. ଏଣୁ ମାତୃ ଦିବସ ଉପଲକ୍ଷେ ଆଜି ଯାଠାକୁ ମଣ୍ଡଳୀର ସମସ୍ତ ମା, ଭଉଣୀ, ପୁଅ, ଝିଅ ସମସ୍ତଙ୍କୁ ପ୍ରଭୁ ଆଜି ଏ କଥା କୁହନ୍ତି, ଶୀଘ୍ର କୌଣସି ବିପଦ, କୌଣସି ସମସ୍ୟା ଆସେ। କାରଣ ମଣିଷ ଜୀବନ ଅଛି ମାନେ ବିପଦ ମଧ୍ୟ ଅଛି, କିନ୍ତୁ ବିପଦ ଚିରଦିନ ନାହିଁ। ଆମେ ଯଦି ରକ୍ତ ମାଂସଧାରୀ ମଣିଷ ହେଇଛେ, ନିଶ୍ଚୟ ଆମ ପାଇଁ ବିପଦ ଆମ ପାଦେ ପାଦେ ଛନ୍ଦି ଦେଇକି ଅଛି। କିନ୍ତୁ ସେଇ ଛନ୍ଦି ହେଇଥିବା ପାପରୁ, ସେଇ ଛନ୍ଦି ହେଇଥିବା ବିପଦରୁ, ସେଇ ଛନ୍ଦି ହେଇଥିବା ସମସ୍ୟାରୁ ପୃଥକ ହବାକୁ ହେଲେ ଶୀଘ୍ର ଈଶ୍ୱରଙ୍କ ମନ୍ଦିରକୁ ଦୌଡ଼ିବାକୁ ପଡ଼ିବ। Praise the Lord. Hallelujah. Hallelujah. କାରଣ ସଲମନ ପ୍ରାର୍ଥନା କରନ୍ତି, ହେ ପ୍ରଭୁ, ତମ ନାମରେ ସ୍ଥାପିତ ଗୃହରେ ତୁମର ଉପସ୍ଥିତି ଅଛି। ଏଣୁ ତମ ଲୋକମାନେ ଯେତେବେଳେ ପାପ କରି ତମ ନିକଟକୁ ଆସିବେ, ତେବେ ତମେ ସ୍ୱର୍ଗରେ ଥାଇକି ପ୍ରଥମେ ତାଙ୍କର ପାପ କ୍ଷମା କର, ତାପରେ ତାଙ୍କର ପ୍ରାର୍ଥନା ଶୁଣି ସେମାନଙ୍କୁ ତମେ ଉତ୍ତର ଦିଅ। Praise the Lord. Hallelujah. Hallelujah. ଏଇଟା ପ୍ରଭୁଙ୍କର ମନ୍ଦିର, ଆଉ ଏଇଠି ପ୍ରଭୁଙ୍କର ଉପସ୍ଥିତି ଅଛି। ଏଣୁ ଆଜି ପ୍ରଭୁଙ୍କ ଗୃହକୁ, ପ୍ରଭୁଙ୍କ ମନ୍ଦିରକୁ, ପ୍ରଭୁଙ୍କ ବାସସ୍ଥଳୀକୁ ଆସିବା ପାଇଁ ଆଜି ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କର ବହୁତ କୁଣ୍ଠାବୋଧ। ମଣିଷ ଯେତେ ଜ୍ଞାନୀ ହଉନା କାହିଁକି, ଯେତେ ପଣ୍ଡିତ ହଉନା କାହିଁକି, ବିନା ଈଶ୍ୱରକେ ଜୟ ପାଇନାହାନ୍ତି, ଜୟ କରିବେ ମଧ୍ୟ ନାହିଁ। ଏଣୁ ହାନ୍ନା ପ୍ରାର୍ଥନା କଲେ, କଣ ପ୍ରାର୍ଥନା କଲେ? ପ୍ରଭୁ, ଯିଏ ଯାହା ଉପରେ ନିର୍ଭର କରନ୍ତୁ, କିଛି ଯାଏ ଆସେ ନାହିଁ, ମାତ୍ର ଜୟ ତୁମଠାରୁ ଆସେ। Praise the Lord. Hallelujah. 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 ଏଣୁ ମା ମାନେ ନିଜ କର୍ମ ପ୍ରତି ଆମେ ଧ୍ୟାନ ଦେବା ଦରକାର, ଯଦ୍ୱାରା ଆମେ ଆମ ପରିବାରକୁ ଆମେ ସୁନ୍ଦର ସୁସ୍ଥ ସବଳ ପରିବାର ରୂପେ ଗଠନ କରିପାରିବା। କିନ୍ତୁ ଖାଲି ମା ମାନଙ୍କର ଦାୟିତ୍ୱ ନୁହେଁ, କାରଣ କୌଣସି ତାର 3 ପର୍ବର ତାର 18-19 ପଦ ଯେତେବେଳେ ପଢିବେ, ସେଇ ଜାଗାରେ ସ୍ୱାମୀକୁ ମଧ୍ୟ ଦାୟିତ୍ୱ ମିଳିଛି, ସ୍ତ୍ରୀକୁ ମଧ୍ୟ ଦାୟିତ୍ୱ ମିଳିଛି, ସନ୍ତାନ ମାନଙ୍କୁ ମଧ୍ୟ ଦାୟିତ୍ୱ ମିଳିଛି। ସ୍ୱାମୀ ମାନଙ୍କୁ କୁହାଗଲା, ସ୍ତ୍ରୀ ମାନଙ୍କୁ ତମେ କଟୁ ବ୍ୟବହାର କର ନାହିଁ। ଛୁଆ ମାନଙ୍କୁ କୁହାଗଲା, ପିତା ମାତାଙ୍କର ଆଜ୍ଞା ବହ ହିଁ ଏକ ସୁନ୍ଦର ଉପାସନା ଅଟେ, ପ୍ରଭୁଙ୍କର ଉପାସନା ଅଟେ। ପ୍ରଭୁଙ୍କୁ ସନ୍ତୁଷ୍ଟ
गोटे माँ जिते जड़े हुए तार फिलिंग्स को आउ जड़े माँ ही बुझीपारे सेटा कोई बुझीपारे ना किंतु जेते बेले हमर झियो माने ऑलरेडी से माने बाहरी नाकी किंतु आमे जेते बेले जन्म हो गोटे झियो है कि से झियो भितरे ही मातृत्व लोक माने देखि पारन कारण परमेश्वर सेही भली देइता जदि बाहर है कि माँ होबारे महसूस करी न पारे ताते तेबे मदर तेरेसा रो ना सकता प्रेज द लॉर्ड हालेलुया हालेलुया बाहर हिला स्वामी अछंती किंतु आजि ताको वर्ल्ड के कोन बोली कह जाउछ हैं प्रेज द लॉर्ड हालेलुया एनु नारी को प्रभु से शक्ति देछंती ईश्वर को तळे जति के मान्य पाइबो ताहाकु इज्जत करा जीवो ताहाकु सम्मान दिया जीवो तेबे से उची गोटे मां से गोटे स्त्री स्त्री रो ही मां बाहर परमेश्वर प्रथमे पुरुष और स्त्री बोले से स्त्री को मां बोले एनु स्त्री प्रति आपण माने कृतज्ञ होतु तेबे मां प्रति ऑटोमेटिक आसी कैसा लॉर्ड आउ देखा गला जे स्त्री मान को प्रति तमे कटु व्यवहार करो तो एई जगह रे नावल विषय कोन से गोटे कटु भाषी 3 और 4 पद पढिबे कोन लगाई छी से जने कटु तार व्यवहार तार कथाबार्ता अतिरक्त अति दुर्व्यवहार केही ताको पसंद करिवे नाही तापर से गोटे मधुआ उपदेश को 2 पदरे मध्ये लिखा है छी मद्यपान करी मु शरीर को पुष्ट करि पारिबी एथि माने से मधुआ लिखला आ माने जेते बेले मद पिउची मोर तो कटु भाषा ही बाहर सरल स्वच्छ सुंदर भाषा मधुर भाषा कोन करे कारण से निशाशक्त लोक निशा रे रहिले हिताहित ज्ञान लोक किंतु दुख विषय आज हम ख्रिस्तीय समाज रो ख्रिस्तीय मंडल रो ख्रिस्तीय परिवार ख्रिस्तीय पिरामाई को भितरे आज एई दुर्बलता देखा जाउची आमे आज मदपी मधुआ भावरे समाज मध्यरे निजर चरित्र को प्रदर्शन करूछु जो द्वारा ईश्वर को गौरव कारण ईश्वर आमान को कोन करछथि अविवेकी होबा पाए ईश्वर को अगौरवर कारण समाज रो अमंगलर कारण पड़ोसी रो अकारण दोषी करबा ताई आमान को तैयारी करछथि नाही समस्त विश्वर लिमिट अछि समस्त विश्वर सीमा अछि सीमा जेतेबेले क्रॉस हे जाए सेतेबेले समुद्र लहरी भी आसे आ ओहि विषय आपण मान को कहया पाई चाहे समुद्र रो पानी लुणिया अछि कि नै लुणिया के भला लुणिया पानी एटा शब्द बता तो प्रमाण अछि समुद्र भितरे भी माछ रहुची जेतेबेले हम समुद्र माछ किणी के आनी तरकारी बनौचे तेबे माछ तो लुण दिया पानी माछ पानी रहुची ना तो ता गहरे लुण पानी पसुची कि नै पसुची तरकारी रांधिले आमे समुद्र माछ तरकारी रांधिले ता गहरे लुण पकोचे या ना लुण पडुची एथि पे प्रभु यीशु बोले तमे माने होचो जगतर ज्योति बेसला
एटा ही आप पाई अति मर्महत माने सेटा व्याख्या करी होनी से भली दुख हम जीवन में आसी जाए जदि बाबा मत पियंता जदि भाई मत पियंता जदि मां मत पियंता कि विभिन्न प्रकार असंगति रे बसवास करते तेबे सेही प्रभावटा छुआ मान को ऊपर पड़ंता बोले हां हमर परिवार केमति सेति पाई पिला माने किंतु आज सांग साथी की पिला माने के कोई बनबा सेति पाई प्रिय मंडली प्रिय मां माने कोई बसितबा समस्त प्रभुकर प्रिय मान को प्रभु आज ए कथा करबा पाई चाहती नगर द्वार रे प्रशंसा पाइबा पाई सारीर लोक परिवार लोक नगर लोक गाँव लोक डिस्ट्रिक्ट लोक राज्य लोक देशर लोक समग्र विश्वर लोक हमर प्रशंसा करतु जदि हम चाहू जे तेबे हमर कर्म प्रति हम सतर्क जागृत हवा सेही बले आ गोटे स्त्री लोक जोटा कि द्वितीय राजा तार 4:9 पदरे लिखाइछि सेही रास्ता नै कि जोडे जीवासिवा करूछन्ती आ जीवासिवा करबा भितरे से कहूछि ता स्वामी को से मते बोध होउछि ये प्रभुकर जने पवित्र लोक एनु ता पाई खाइबा पीबा सुइबा बसिबा व्यवस्था हमें करू तो एई जगह रे एटा काल विषय को जानिछथि तो बिंबिसाय आउ सुनेमियार धनवान स्त्री लोक तो सुनेमियार कोन धनवान गोटे स्त्री लोक अछन अनेक स्त्री लोक थिले किंतु सुनेमियार सेही गोटे स्त्री रो नाम बिंबिसाय काई कि धर्मशास्त्र रे आले काई कि पवित्र बाइबल रे तार नाम उल्लेख करागला कारण तार कर्म प्रेज द लॉर्ड हालेलुया हालेलुया कारण बाइबल रे लिखा है सदा प्रभु कहार ऋणी मोहंती सदा प्रभु कहार ऋणी मोहंती नहीं से कहा भाई प्रभु का दास सेवा कला सदा प्रभु को भाई कारण ये प्रभु का पवित्र लोक एनु इंग्लिश आया कहले ए जीवी जे एई मान करो एई स्त्री लोक करो एई भौणी करो कोन असुविधा अछि जेटा को पचार हमें का प्रति ता करबा किंतु ये कहले किछि असुविधा नै किछि दरकार ता नै किंतु गोटे विषय ता स्वामी बुधा से मत बुद्धि किंतु संतान माने पुत्र संतान ना वो बच्चों बेदार किंतु विशाल से जगह रे कोन बोले आपा प्रार्थना कला कहले आसंता रूपे को बड़रे को कि प्रेज द लॉर्ड हालेलुया 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 एनो कर्म बिना कल्पना वृथा बिना कर्म रे कल्पना आपण करिवे सेटा वृथा किछि सक्सेस हो कर्म बिना कल्पना एनो प्रशंसा पाइबा पे आज एटा केते 2024 ना 2024 रो आज 12 तारीख आज 12 तारीख रे प्रभु जाना को मंडली सहित मते को परिवार को विषय के एक कथा कहया का चाहउछन्ते जे निजर कर्म प्रति तमे सावधान हो निजर कर्म प्रति तमे जत्नवान हो कारण जड़े जदि मने रखंतु बोली चाहउछ तेबे तुमको सेही भली कर्म करबा को पड़िबो आपण माने जानि थिबे बाइबल रे केतना मरियम अछन्ती बाइबल रे केतना मरियम अछन्ती बाइबल रे केतना अछन्ती बाइबल रे 7टा मरियम अछन्ती केतना मरियम अछन्ती पुरातन नियम रे केतना मरियम पुरातन नियम रे गोटे मात्र मरियम अछि जे कि मसा भौणी से भी केंती सिंपल माने गोटे साधारण नथिले गोटे वर्शिप लेडी किंतु आउ नूतन नियम रे 6टा मरियम तो एक पुरातन और नूतन नियम मिसे कि 7टा मरियम एनो 7टा मरियम भीतर प्रभु यीशु जड़क विषय रे कहउछन्ती ए 12 जन शिष्य 12 आड़े जाई समग्र विश्व मध्य रे सुसंवाद जेतेबेले तमे माने घोषणा करिवो सेतेबेले एही नारीर एही कर्मकु प्रेज द लॉर्ड हालेलुया हालेलुया एही नारीर एही कर्मकु तमे कोन करिवो स्मरण मने पकेइबो
ରାଜାର ଭଉଣୀ ମରିୟମ। ପ୍ରେଜ୍ ଦ ଲର୍ଡ। Praise the Lord. ହାଲେଲୁୟା Hallelujah. ହାଲେଲୁୟା। Hallelujah. ତେଣୁ ମା ମାନେ ଆଜି 2024 ରେ ଅନେକ ଅଛନ୍ତି, ଝୁନୁ ବୋଲି ଅନେକ ଅଛନ୍ତି, ସୁଷମା ବୋଲି ଅନେକ ଅଛନ୍ତି, ବିଭିନ୍ନ ନାଁ ଆମେ କେତେ ଜଣ ଏଠି ବସିଛେ, କିନ୍ତୁ ଅନେକ ଭିତରେ ଯଦି ଆମେ ଏକ ସମସ୍ତଙ୍କ ସାମ୍ନାରେ ଆସିବା ପାଇଁ ଚାହୁଁଛେ ତେବେ ଆମ କର୍ମ ପ୍ରତି ଧ୍ୟାନ ଦେବା ଦରକାର। କାରଣ ପୁରସ୍କାର ପାଇବା ପାଇଁ ଇଚ୍ଛା କରୁଛନ୍ତି ତେବେ ତା ଆଗରୁ ପରିଶ୍ରମ କରିଥିବା ମଧ୍ୟ ଦରକାର। କାରଣ ଅମଳ ଆଗରୁ ହିଁ ବିହନ କଣ କରାଯାଏ? ଅମଳ ଆଗରୁ ହିଁ ବିହନ ବୁଣାଯାଏ। ଏଥିପାଇଁ ପ୍ରିୟ ମଣ୍ଡଳୀ, ଅତି ବର୍ତ୍ତମାନ ଆମେ ଭଲ ଭାବରେ ଜାଣିଛେ ଆମେ ତୃତୀୟ ଆଗମନର କୋଉଠି ଅଛି? ସାମ୍ନା ପାଖାପାଖି, ଆଉ ବେଶୀ ଦୂର ସମ୍ପୂର୍ଣ୍ଣ ପାଖାପାଖି ଅଛି। ଏଣୁ ଆମମାନେ ମଜା ମସ୍ତିରେ ଜୀବନ ଅତିବାହିତ କରିବା ଅପେକ୍ଷା ଈଶ୍ୱରଙ୍କ ବାକ୍ୟକୁ ଆମେ ଧ୍ୟାନ ଦେବା ଦରକାର। କାରଣ ଆମର ସ୍ୱର୍ଗସ୍ଥ ପୂଜରାଜ୍ଞଙ୍କ ବିଷୟରେ ଆମେ ଜାଣିଛେ। ପୁଣି ଏମିତି ଯେତେ ଜଣ ଆମେ ବସିଛେ ଏ ଜାଗାରେ, ଏମିତି କିଏ ନାହିଁ ଯେ ଯାହା ପରିବାରରେ କିଏ ମରି କହିପାରିବା କି? ସମସ୍ତଙ୍କ ପରିବାରରେ ମୃତ୍ୟୁ ଆସି ଆମର ଆତ୍ମମାନଙ୍କୁ ସେ ସ୍ପର୍ଶ ତେଣୁ ମୃତ୍ୟୁ ଆସିଲା ପୂର୍ବରୁ ପ୍ରଭୁ ଆମମାନଙ୍କୁ ଗୋଟିଏ କଥା କୁହନ୍ତି, ପ୍ରକାଶିତ ବାକ୍ୟ ତାର 22 ତାର 12 ପଦ ପଢନ୍ତୁ, ତାପରେ ଆମେ ଶେଷ କରିବା। ଦେଖ ମୁଁ ଶୀଘ୍ର ଆସିବି। ଦେଖ ଆମେ ଶୀଘ୍ର ଆସୁଅଛୁ। ଦେଖ ଆମେ ଶୀଘ୍ର ଆସୁଅଛୁ। ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବାକୁ ଆମର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। Praise the Lord. Hallelujah. 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 ଦେଖ ଆମେ ଶୀଘ୍ର ଆସୁଅଛୁ। ଏ ଜାଖାପୁରର ମା ମାନେ, ଏ ଜାଖାପୁର ମଣ୍ଡଳୀର ବାପା ମାନେ, ଏ ଜାଖାପୁର ମଣ୍ଡଳୀର ପୁଅ ଆଉ ଝିଅ ମାନେ, ଆମେ ଶୀଘ୍ର ଆସୁଛୁ। ଏତିକି ଜାଣିଥାଉ ଯେ ତମମାନଙ୍କର କର୍ମର ପୁରସ୍କାର କୋଉଠି ଅଛି? ଆମ୍ଭ ସଙ୍ଗରେ, ଆମ୍ଭ ହାତରେ ଅଛି। କାରଣ ସମସ୍ତ ବିଷୟ କଣ ହେଇଯିବ? ଦିନେ ଅଫଲାଇନ ହେଇଯିବ, କିନ୍ତୁ ଈଶ୍ୱରଙ୍କର ଅନଲାଇନ କିଏ ବନ୍ଦ କରିପାରିବେ ନାହିଁ। ସିଏ ସର୍ବଦା ସବୁ ସମୟରେ, ସବୁ ଘଣ୍ଟା, ସବୁ ମିନିଟ, ସବୁ ଘଣ୍ଟାରେ ସେ କଣ ଅଛନ୍ତି? ଅନଲାଇନ ଅଛନ୍ତି। ଆମେ କିଏ କଣ କୋଉଠି କଣ କରୁଛେ ସେଇଟା ସିଏ ସେ ଜାଗାରେ ରହିକି ଦେଖୁଛନ୍ତି। ବାଇବେଲରେ ମଧ୍ୟ କେତେଟା ପୁସ୍ତକ ଅଛି? 7ଟା ପୁସ୍ତକ ଅଛି। କିନ୍ତୁ ସବୁ କଥା କହିବିନି, ଗୋଟିଏ ବିଷୟ ଖାଲି କହିବା ପାଇଁ ଚାହିଁବି, ସ୍ମରଣୀୟ ପୁସ୍ତକରେ। କାରଣ ଏଇ ନାରୀର କର୍ମକୁ ତମେ କଣ କରିବ? ସ୍ମରଣ କରିବ। ଯେତେବେଳେ ଏଷ୍ଟର ପୁସ୍ତକରେ ଗୋଟେ କାହାଣୀ ଶୁଣିଛନ୍ତି, ମଧ୍ୟକୁ ଯେତେବେଳେ ଫାଶୀ କରାଗଲା, ରାଜା କଣ କଲେ? ସ୍ମରଣୀୟ ପୁସ୍ତକରୁ କର୍ତ୍ତନ କରିକି ମନେ ପକେଇଲେ ଯେ ମଧ୍ୟକ ମୋ ପାଇଁ କିଛି ଭଲ କରିଛି। Praise the Lord. Hallelujah. Hallelujah. ଏଣୁ ମାର ଗର୍ଭରୁ ଯୋଉ 9 ମାସ ନ ଦେଖିକି ପେଟ ଭିତରେ ଯୋଉ ଆମର ସେ ଯତ୍ନ ନଉଛି, ସେଇ ପେଟ ଭିତରୁ ହିଁ ସ୍ମରଣୀୟ ପୁସ୍ତକ ଅଲରେଡି ସେ ଜାଗାରେ ଅଛି। ତାପରେ ଆମେ ଭୂମିଷ୍ଠ ହେଲା ପରେ ଆମେ ଏ ଜାଗାରେ କଣ କରୁଛେ, କଣ ନାହିଁ, କିଭଳି ଅଛେ, କିଭଳି ବସବାସ କରୁଛେ, ପୁଣି ଈଶ୍ୱରଙ୍କ ପ୍ରତି କିଭଳି ଶ୍ରଦ୍ଧା, ପିତାମାତାଙ୍କ ପ୍ରତି କିଭଳି ଭକ୍ତି, ବଡ଼ମାନଙ୍କ ପ୍ରତି କିଭଳି ସମ୍ମାନ, ତାହା ସ୍ମରଣୀୟ ପୁସ୍ତକରେ ଲିପିବଦ୍ଧ ଅଛି। ଯେତେବେଳେ ଆମେ ଯିବା, ସେତେବେଳେ ଆମେ ଶୀଘ୍ର ଆସୁଛୁ। ଆଉ ନିଜର କର୍ମ ଅନୁସାରେ ପୁରସ୍କାର ଦେବା ପାଇଁ ଆମ ହାତରେ ଅଛି। ସେତେବେଳେ କୋଉ ପୁସ୍ତକ ପଢ଼ାଯିବ? ଜୀବନ ପୁସ୍ତକ। ତେଣୁ ଜୀବନ ପୁସ୍ତକରେ ଯଦି ନାମ ନାହିଁ, ସ୍ୱର୍ଗରେ ମଧ୍ୟ ସ୍ଥାନ ନାହିଁ। ତେଣୁ ମରଣ ପୂର୍ବେ କର୍ମହୀନ ତା ପାଇଁ ପୁରା ନରକେ ସ୍ଥାନ। Praise the Lord. Praise the Lord. Hallelujah. 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 କାରଣ କର୍ମ ବିନା ବିଶ୍ୱାସ। ଯାକ କଣ କହିଛନ୍ତି? ଆରେ ବିଶ୍ୱାସ ଅଛି, ବିଶ୍ୱାସ ଅଛି, ବିଶ୍ୱାସ ଅଛି ବୋଲି କାହିଁକି ଚିଲଉଛୁ? କାହିଁକି ବଡ଼ ବଡ଼ ହଉଛୁ? କାହିଁକି ବଡ଼ ବଡ଼ କଥା
ଅନ୍ନରେ ଏହି ଆବାଜ ଦେଉଛନ୍ତି, ଏହି ସ୍ୱର ଶୁଣାଉଛନ୍ତି ଯେ ହେ ମୋର ଝିଅମାନେ, ହେ ମୋର ପୁଅମାନେ, ହେ ମୋର ମଣ୍ଡଳୀର ସମସ୍ତ ପ୍ରିୟ ପରିବାର, ତମର ମର୍ମ କାରଣ ବିନା କର୍ମରେ ଈଶ୍ୱରଙ୍କ ଦର୍ଶନ ପ୍ରାପ୍ତ ହୋଇପାରିବ। ସମୀକ୍ଷାମୂଳକ ପ୍ରାର୍ଥନା ଭିତରେ ହେବା। ଆମେ ଯଦି ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ଚାହୁଁଛେ, ଈଶ୍ୱରଙ୍କର ସନ୍ତାନ ସମ୍ପତ୍ତି ହେବା ପାଇଁ ଚାହୁଁଛେ, ଆଉ ମାତୃ ଦିବସ ଉପଲକ୍ଷେ ଆଜି ଯୋଉ ଆମେ ଏକତ୍ରିତ ହେଇଛେ, ମା ମାନଙ୍କୁ ଯୋଉ ଦାୟିତ୍ୱ ଆମମାନଙ୍କୁ ମିଳିଛି, ପ୍ରଭୁ ଯୀଶୁ ବିଷୟରେ ଭାଇ କ'ଣ କହିଲେ? ଲୁକ 23:28 ପଦରେ ଲେଖା ହେଇଛି, ତମ ପାଇଁ ଆଉ ତମ ସନ୍ତାନ ଆଉ ସେଇ ଦାୟିତ୍ୱକୁ ଯଦି ଆମେ ନେଇଯିବା ପାଇଁ ଚାହୁଁଛେ, ତେବେ ଆମକୁ ପ୍ରାର୍ଥନା ସମୀକ୍ଷାମୂଳକ ପ୍ରାର୍ଥନା କେମିତି? 2 ଜଣ ବ୍ୟକ୍ତି ପୁସ୍ତକରେ ଲେଖା ହେଇଛି, 2 ଜଣ ବ୍ୟକ୍ତି ଯାଉଛନ୍ତି, ଫାରୁସୀ ଆଉ ବରଦାନ। ଫାରୁସୀ କ'ଣ କହୁଛି? ଏହି ସମସ୍ତ ବିଷୟରେ ପାରଙ୍ଗମ, କିନ୍ତୁ ବରଦାନ କହୁଛନ୍ତି, ହେ ପ୍ରଭୁ ମୋତେ ସାମ୍ନା କରିବା ପାଇଁ ସାହସ ହଉ ନାହିଁ, କାରଣ ପାପ ନ କରି ଏହି ଜଗତରେ ଏମିତି କୌଣସି ମଣିଷ, ସମସ୍ତେ ଆମେ ପାପ କରିଛେ, ଏ ଈଶ୍ୱରଙ୍କୁ ଗୌରବ ଲୁଣା କରିଛେ, ତେଣୁ ଆମେ ବିନମ୍ର ଭାବରେ ଈଶ୍ୱରଙ୍କ ଶରଣ ବସିବା ଦରକାର। ଏ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଜିଠାରୁ ଆମକୁ ନିଜ ଜୀବନକୁ, ନିଜ ପିଲାମାନଙ୍କୁ, ନିଜ ପରିବାରକୁ ନେଇ ସମୀକ୍ଷା କରିବା ଶିଖାନ୍ତୁ। ଆଉ ଆମକୁ ଅରଗ୍ରାହ୍ୟ ଭଳିଆ ବିନମ୍ର ପ୍ରାର୍ଥନା ଦିଅନ୍ତୁ। ଆଉ ଅବିଗତ ଭଳିଆ, ମରିୟମ ଭଳିଆ, ସୁଲେମିଆର ଭଲବାନ ସ୍ତ୍ରୀ ଲୋକ ଭଳିଆ